ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ଆପଣ ଠାକୁର ଘରେ ଠାକୁର ପୂଜା ସମୟରେ କିଭଳି ବସ୍ତ୍ର ପିନ୍ଧିବେ ଆଉ କ'ଣ ରହିଛି ବସ୍ତ୍ର ପିନ୍ଧିବାର ନିୟମ ଶାସ୍ତ୍ର ଅନୁସାରେ ଆପଣମାନଙ୍କୁ କହିବୁ। ଏ ଭିଡ଼ିଓକୁ ଦେଖି ସାରିବା ପରେ ନିହାତି ସେୟାର କରିବେ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଠାକୁର ଘରେ ଆପଣ ପୂଜା ବସ୍ତ୍ର ପିନ୍ଧୁଛନ୍ତି ତ ସେଇ ପୂଜା ବସ୍ତ୍ରକୁ କେବେ ଦୈନନ୍ଦିନ କାର୍ଯ୍ୟରେ ଆପଣ ପିନ୍ଧନ୍ତୁ ନାହିଁ। କାହିଁକିନା ଧୁଆ ବସ୍ତ୍ର ଭାବିକି ଆପଣ ସବୁଦିନ ପିନ୍ଧୁଥିବା ଦିନରେ ପିନ୍ଧୁଥିବା ଲୁଗାକୁ ଆପଣ ଧୁଆ ବସ୍ତ୍ର କହିକି ଆପଣ ପୁଣି ଥରେ ସନ୍ଧ୍ୟା ଦେବାରେ ବା ଠାକୁର ପୂଜା ସମୟରେ କେବେ ବି ପିନ୍ଧନ୍ତୁ ନାହିଁ। କାହିଁକିନା ନାରୀ ହେଉ ବା ପୁରୁଷ ଠାକୁର ଲୁଗା ସ୍ୱତନ୍ତ୍ର ଅଲଗା ଠାକୁର ଘରେ ରଖିଦିଅନ୍ତୁ ଆଉ ତାକୁ ବଦଳେଇକି ଆପଣ ଠାକୁର ପୂଜା କରନ୍ତୁ। ନାରୀ କେବେ ବି ମଥାରେ ଓଢ଼ଣା ଖାଲି କରି କେବେ ବି ଠାକୁର ପୂଜା କରନ୍ତୁ ନାହିଁ। କାହିଁକିନା ମଥାରେ ଯାହା ବି ହେଲେ ଓଢ଼ଣା ଢାଙ୍କିକି ଠାକୁର ପୂଜା କରନ୍ତୁ। ସଧବା ହେଉ ବା ବିଧବା ନାରୀ ହେଉ ମଥା କେବେ ଖାଲି କରିକି ଆପଣ ଠାକୁର ପୂଜା କରନ୍ତୁ ନାହିଁ ବା ମଥାରେ ଓଢ଼ଣିଟିଏ ଆପଣ ପକାଇଥାନ୍ତି। ଏହାଦ୍ୱାରା ବହୁତ ଶୁଭ ହୋଇଥାଏ। ନହେଲେ ମଥାରେ ଆପଣ ଲୁଗାଟିଏ ପକାନ୍ତୁ, ନହେଲେ ଆପଣ ଚୁନରିଟିଏ ପକାନ୍ତୁ। ମୁଣ୍ଡ କେବେ ଖାଲି ନହେଲେ ଏମିତିକି ଗାମୁଛା ମଧ୍ୟ ମୁଣ୍ଡରେ ପକାଇ ପାରିବେ। ମୁଣ୍ଡ କେବେ ହେଲେ ଖାଲି କରି ଆପଣ ଠାକୁର ପୂଜା କରନ୍ତୁନି। ଏମିତିକି ଆପଣ ପୂଜା ବସ୍ତ୍ରକୁ ଆପଣ ନିଶ୍ଚିନ୍ତ ଭାବରେ ଅତି ମଳିଆ ପର୍ଯ୍ୟନ୍ତ ଠାକୁର ଘରେ ରଖନ୍ତୁନି, ଯାହାଦ୍ୱାରା ଠାକୁର ଘରୁ ନକାରାତ୍ମକ ଶକ୍ତି ମଧ୍ୟ ଆସିବ। ତେଣୁ ମଝେ ମଝେ ପୂଜା ବସ୍ତ୍ରକୁ ସଫା କରନ୍ତୁ। ତା ସହିତ ପୂଜା ବସ୍ତ୍ରକୁ କେବେ ବି ମଡ଼ା କରନ୍ତୁ ନାହିଁ ବା ଅନ୍ୟତ୍ର ପୂଜା ବସ୍ତ୍ର ପିନ୍ଧି ଫଟୋ ଛୁଇଁବା ଆପଣ ଆଲଣା ଛୁଇଁବା କିଭଳି ଭାବରେ କରନ୍ତୁ ନାହିଁ। ପୂଜା ବସ୍ତ୍ର ସ୍ୱତନ୍ତ୍ର ଭାବରେ ରଖନ୍ତୁ। ତା ସହିତ ମଧ୍ୟ ପୂଜା ବସ୍ତ୍ରରେ ଗଙ୍ଗା ଜଳ ଆପଣ ସିଞ୍ଚନ କରିଦିଅନ୍ତୁ। ପୂଜା ବସ୍ତ୍ରରେ ଅଗରୁ ମଧ୍ୟ ଆପଣ ସିଞ୍ଚନ କରନ୍ତୁ, ଯାହା ମଧ୍ୟ ପୂଜା ବସ୍ତ୍ର ମନକୁ ମଧ୍ୟ ଶାନ୍ତି ଦେବ। ପୂଜା ବସ୍ତ୍ର ପିନ୍ଧିବା ସମୟରେ ଆପଣ କ'ଣ କରନ୍ତୁ ନା କେବେ ଛୁଆଁ ବସ୍ତ୍ର ସ୍ପର୍ଶରେ ଆସନ୍ତୁ ନାହିଁ। ଆଉ ପୂଜା ବସ୍ତ୍ର ଯେଉଁ ନାରୀମାନେ ମଧ୍ୟ ବସ୍ତ୍ର ପିନ୍ଧୁଛନ୍ତି ସେ ବସ୍ତ୍ରକୁ ସ୍ୱତନ୍ତ୍ର ଭାବରେ ଅଲଗା ରଖିଦିଅନ୍ତୁ। କାହିଁକିନା ଆପଣଙ୍କର ମନ ନେଇ ନିଶ୍ଚିନ୍ତ ଭାବରେ ଫଳ ଯେମିତି ମିଳେ ବସ୍ତ୍ର ନେଇକି ମଧ୍ୟ ମନର ସ୍ଥିତି ରହେ। ପୂଜା ହୁଏ, ତେଣୁ ପୂଜା ବସ୍ତ୍ର ସ୍ୱତନ୍ତ୍ର ଭାବରେ ଅଲଗା କରିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଆପଣ ପୂଜା କରନ୍ତୁ। ଆଉ କିଛି ନୂଆ ବସ୍ତ୍ର ଯଦି ଆପଣ ଆସନ୍ତି ଠାକୁର ପୂଜା ବସ୍ତ୍ର ନୂଆ ବସ୍ତ୍ର ଗୋଟେ କାଢ଼ି ଦିଅନ୍ତୁ। ଆଉ ତାପରେ ଅତି ପୁରୁଣା ଅସନା ଏ ବସ୍ତ୍ରକୁ ଜମା ହଁ ଠାକୁର ବସ୍ତ୍ର ତ ଥୁଆ ହେଇଛି ତା 5 ବର୍ଷ 10 ବର୍ଷ ଧରି ବ୍ୟବହାର ଏଗୁଡ଼ିକ କେବେ ବି କରନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କର ପୂଜାରେ ମନ ଲାଗିନଥାଏ। ବସ୍ତ୍ର ମଧ୍ୟ ଆପଣଙ୍କର ଠିକ୍ ରହିବା ଦରକାର। ଯେମିତିକି ଆପଣ ଠାକୁର ଘରେ ବିନା ଆସନରେ କେବେ ବି ବସି ଠାକୁର ପୂଜା କରନ୍ତୁ ନାହିଁ। ଆଉ ତା ସହିତ ମଧ୍ୟ ଠାକୁରଙ୍କ ପାଖରେ ପୂଜା କରିବାବେଳେ ପ୍ରଥମେ ଆଚମନ କରିବାକୁ ଶିଖନ୍ତୁ। ହାତରେ ଟିକେ ଜଳ ନିଅନ୍ତୁ, ତା ଉପରେ ଛିଞ୍ଚି ଦିଅନ୍ତୁ। ଗଙ୍ଗା ଜଳ ହେଲେ ଆହୁରି ଭଲ, ଯାହାଦ୍ୱାରା ଆପଣଙ୍କର ମନ କାୟ ମନ ବାକ୍ୟ ପବିତ୍ର ହୋଇଯାଏ। ତେଣୁ ଆପଣ ନିଶ୍ଚିନ୍ତ ଭାବରେ ଜଳ ଟିକେ ନେଇ ଉପରେ ଛିଞ୍ଚି ଠାକୁର ସନ୍ଧ୍ୟା କର୍ମ କରନ୍ତୁ। ସକାଳେ ମଧ୍ୟ ଯେତେ ସ୍ନାନ କରି ଆସିଲେ ମଧ୍ୟ ଜଳ ଟିକେ ସିଞ୍ଚନ କରି ଆପଣ ପୂଜା କର୍ମ କରନ୍ତୁ। ଆଉ ପୂଜା ସମୟରେ ମଥା କେବେ ଖାଲି ରଖନ୍ତୁ। ଆପଣ ଭାବନ୍ତି ପୂଜା ସାରିଲା ପରେ ମଥାରେ ସିନ୍ଦୁର ଲଗେଇବି ନା, ଆଗ ସିନ୍ଦୁର ଲଗେଇବେ ତାପରେ ପୂଜା କରିବେ। ଆଗ ଚନ୍ଦନ ମସ୍ତକରେ ଲଗେଇବେ ତାପରେ ପୂଜା କରିବେ। ଆପଣ କହିବେ ଆମେ ଠାକୁରଙ୍କୁ ସମର୍ପଣ କରିନୁ, ଚନ୍ଦନ କେମିତି ଲଗେଇବୁ? ପୂର୍ବରୁ ସମର୍ପଣ ହୋଇଥିବା ଚନ୍ଦନକୁ ମଥାରେ ଲଗେଇ ଠାକୁରଙ୍କୁ ସମର୍ପଣ କରନ୍ତୁ ଚନ୍ଦନ। ଏମିତିକି ଜଳ ତାପରେ ମଧ୍ୟ କେବେ ବି ପୂଜା ପୂର୍ବରୁ କେବେ ଭୋଜନ କରନ୍ତୁ ନାହିଁ। ଠାକୁରଙ୍କୁ ଆଗ ନୈବେଦ୍ୟ କରିସାରିଲା ପରେ ତାପରେ ଭୋଜନ କରୁ। ଏ ନିୟମ ଅନେକ ଲୋକ ଜାଣନ୍ତିନି। ତେଣୁ ଏ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରନ୍ତୁ। ଆଜିର ପାଶ୍ଚାତ୍ୟ ସଭ୍ୟତାରେ ପଶି ଆମ ଠାକୁର ପୂଜା ଯାହା ମନକୁ ଶାନ୍ତି ଦିଏ, ଆତ୍ମିକ ଶାନ୍ତି ପାଇଁ ନିଶ୍ଚିନ୍ତ ଭାବରେ ଆପଣ ଠାକୁର ପୂଜାର ବସ୍ତ୍ରକୁ ସ୍ୱତନ୍ତ୍ର ଅଲଗା କରିଦିଅନ୍ତୁ। ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲରେ ଯଦି ନୁହେଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ, ଜୟ ପଞ୍ଚସଖୀ, ଜୟ ଶ୍ରୀରାମ। ପ୍ରତିବର୍ଷ ପରି ଏ ବର୍ଷ ଆସନ୍ତା ଚନ୍ଦନ ପୂର୍ଣ୍ଣମୀ ଯାହାକି ମେ 1ରେ ପଡ଼ୁଛି। ଏହି ଚନ୍ଦନ ପୂର୍ଣ୍ଣମୀ ଠାରୁ 9 ଦିନ ଧରି ଶ୍ରୀରାମ କଥା ସାଧୁସଙ୍ଗ ରାମରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି, ଯାହାକି ଏ ବର୍ଷ 15 ବର୍ଷ ହୋଇଗଲା। ଆଉ 15ତମ ଏହି ସାଧୁସଙ୍ଗ ରାମରଙ୍ଗ କାର୍ଯ୍ୟକ୍ରମରେ ଆପଣମାନେ ନିଶ୍ଚିନ୍ତ ଭାବରେ ଯୋଗ ଦେବେ, ଯାହାକି ପୂର୍ଣ୍ଣାହୁତି ଆସନ୍ତା 9 ତାରିଖ ଦିନ ପଡ଼ୁଛି। ଓଡ଼ିଶାର ବରେଣ୍ୟ ସାଧୁସନ୍ଥ ପ୍ରବଚକମାନଙ୍କ ଦ୍ୱାରା ରାମକଥା ଅନୁଷ୍ଠିତ ହେବାକୁ ଯାଉଛି। ତ ଏହି ରାମକଥା ସାଧୁସଙ୍ଗ ଅନ୍ନଦାନରେ ଆପଣ ଯେଉଁମାନେ ସହଯୋଗ କରିବାକୁ ଚାହାନ୍ତି, ଯଜ୍ଞ କାର୍ଯ୍ୟରେ ଯେଉଁମାନେ ସହଯୋଗ କରିବା ପାଇଁ ଚାହୁଁଛନ୍ତି, ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ଆପଣଙ୍କ ଦାନ ରାଶି ପଠାଇ ପାରିବେ, ଯାହାକି ଉକ୍ତ କାର୍ଯ୍ୟରେ ଲାଗିବ। ଯାହାକି ଜଗତସିଂହପୁର ଜିଲ୍ଲା ବିରିଡ଼ି ବାଲିଆ ଗୋପୀନାଥପୁରରେ ମା ଦୁର୍ଗା ଦେବୀଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ମେ 1ରୁ 9 ତାରିଖ ପର୍ଯ୍ୟନ୍ତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଆପଣଙ୍କ ଦାନ ନିହାତି ଭାବେ ଦରକାର। ଶ୍ରଦ୍ଧାଯୁକ୍ତ ହୋଇ ଯେଉଁ ଦାନ ଆପଣ ଦିଅନ୍ତି ତାହା ନିଶ୍ଚିନ୍ତ ଆପଣଙ୍କର ମଙ୍ଗଳ ହେବା ସହିତ ଆପଣଙ୍କ ପରିବାରର ମଙ୍ଗଳ ହୁଏ। ତେଣୁ ଆପଣଙ୍କ ପରିବାର ମଙ୍ଗଳ ପାଇଁ ରାମ କାର୍ଯ୍ୟକୁ ବା ଯଜ୍ଞ କାର୍ଯ୍ୟକୁ ଅନ୍ନଦାନକୁ ଆପଣ ଯାହା ଆପଣଙ୍କ ଶ୍ରଦ୍ଧା ଗୁଣ୍ଡୁଚି ମୂଷା ଭଳି ଦାନ ଆପଣ ପ୍ରଦାନ କରିପାରିବେ। ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ଫୋନ୍ପେ ନମ୍ବର ରହିଛି, ଆପଣ ସେଇ ଫୋନ୍ପେ ନମ୍ବରରେ ଆପଣ ଦାନ ରାଶି ପଠାଇ ପାରିବେ। ଆଉ ନିଶ୍ଚିନ୍ତ ଆପଣଙ୍କୁ ମଧ୍ୟ ନିମନ୍ତ୍ରଣ
रहा कि भाव में सुंदर कार्यक्रम चली आप निश्चिंत 9 तारीख दिन पूर्णाहुति कार्यक्रम आप आसी पहुँचे तो आपको नवेदन रहा 9 दिन भितर जो दिन आप आसी पहुँच पारे कि संध्या समय राम कथा चलते समस्त प्रणाम करुच्ची जय श्री राम।